ଲକ୍ଷ୍ମୀ ବିଲ୍ୱବନେ କଦମ୍ବ କୁସୁମେ ଦିବ୍ୟଙ୍ଗନା ଗୁଞ୍ଜରେ ଶ୍ଵେତ ୱସ୍ୱରଥେ ବୃଷଚ୍ଛଦବଳେ ଛତ୍ରଧ୍ୱଜେ ଚାମରେ ଶଙ୍ଖେ ପଦ୍ମବନେ ନରେନ୍ଦ୍ର ଭୁବନେ ସିଂହାସନେ ଗୋକୁଳେ ସତ୍ୟଂ ଶୌର୍ଯ୍ୟଂ ଗୁଣେ ସଦାପି ବସତୁ କୁର୍ବମସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ ବିବାହ ବିଷୟରେ ପଢୁଥିଲେ, ଗତ ଅଧ୍ୟାୟରେ ଆମେ ପଢିଥିଲେ ନାଡି ଦୋଷଟି ପଢିଥିଲେ। ସେହି କ୍ରମରେ ଆଜି ଆମେ ଯିବା ଷଡ଼ାଷ୍ଟକ ଦୋଷ। ବିବାହରେ ଷଡ଼ାଷ୍ଟକ ଦୋଷ, ଦାମ୍ପତ୍ୟ ସମସ୍ୟା ଓ ତାର ସମାଧାନ। ପାର୍ଟ ନେଇଛି 402। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଷଡ଼ାଷ୍ଟକର ଅର୍ଥ ହଉଛି ଷଟ ଯୋଗ ଅଷ୍ଟକ ଷଡ଼ାଷ୍ଟକ। ଷଟ ମାନେ ହଉଛି 6, ଅଷ୍ଟକ ମାନେ 8। ତାହେଲେ 6 ଆଉ 8 ଏଇ ଯୋଉ ଦୁଇଟି ସଂଖ୍ୟା ଅଛି, ୟାରି ବିଷୟରେ ହିଁ ଆଲୋଚନା କରିବା। ଆପଣ ମାନଙ୍କ ମନ ଭିତରେ ଭାବୁଥିବେ ଯେ ଖାଲି 6, 8 ଦୋଷାବହ ହଉଛି, ଆଉ ଅନ୍ୟ ଗୁଡ଼ିକ ଦୋଷାବହ ହବ ନାହିଁ। ହବ, କିନ୍ତୁ 6, 8ଟି ବହୁତ ବଡ଼ ଦୋଷ ଏଇଟା। ଆଚ୍ଛା, ତାର କାରଣ କଣ ବନ୍ଧୁଗଣ? ଦେଖନ୍ତୁ, ମନେକର ଏଇ କୁଣ୍ଡଳୀଟି ଆମେ ଦେଖିବା। ମନେକର ଲଗ୍ନ ହେଇଛି 1 ନମ୍ବର ଲଗ୍ନ, ସେଇଟା ଠିକ ଅଛି। 6 ନମ୍ବର ଘର ଏଇଟା। ଆପଣ ମାନେ ଜାଣିଛନ୍ତି 6 ନମ୍ବର ଘରଟି କଣ? ରୋଗ, ଋଣ, ଶତ୍ରୁ। 8 ନମ୍ବର ଘରଟି କଣ? ଆୟୁ, ଦୁର୍ଘଟଣା, ଝଗଡ଼ା ଝାଟି। ତେଣୁ ଇଏ ଦୁଇଟି ଘରକୁ ଜାତକରେ ବ୍ୟାଡ ହାଉସ କୁହାଯାଏ। ତା ସାଙ୍ଗରେ 12 ନମ୍ବର ବି ଅଛି, କିନ୍ତୁ ଆମେ 12 ନମ୍ବର ଆଡକୁ ଯିବା ନାହିଁ। 6, 8 ଏଇ ଯୋଉ ଦୁଇଟି ଘର, ୟାକୁ ଜାତକରେ କୁହାଯାଏ ବ୍ୟାଡ ହାଉସ। ସେ ଘର ମାନଙ୍କରେ ଆମେ ଯୋଉ ଜିନିଷ ଗୁଡ଼ିକ ଦେଖୁ, ସେଇଟା ଆମ ପ୍ରତି ବିପରୀତ ଫଳଟିଏ ହୁଏ। ତା ମାନେ ଆମେ ସେଇଠୁ, ମଣିଷ ଚାହେଁ ସୁବିଧା, ସେଠୁ ମିଳେ ଅସୁବିଧା। ମଣିଷ ଚାହେଁ ଶାନ୍ତିରେ ରହିବା ପାଇଁ, ସେଠୁ ମିଳୁଛି ଝଗଡ଼ା, ସେଠୁ ମିଳୁଛି ଦୁର୍ଘଟଣା। ଏଇଟା କଣ କୌଣସି ଲୋକ ଭଲ ପାଇବେ? ପାଇବେ ନାହିଁ। ତେଣୁ ଷଡ଼ାଷ୍ଟକ ତା ଅର୍ଥ ହଉଛି ବରକନ୍ୟାଙ୍କର ଯୋଉ ନକ୍ଷତ୍ର ଅଛି, ରାଶି ଅଛି। ଆମେ ନକ୍ଷତ୍ର ଆଡକୁ ଯିବାନି, ରାଶି। ବରକନ୍ୟାଙ୍କର ଯୋଉ ରାଶି ଅଛି, ଆମେ ଯଦି ଜଣଙ୍କ ରାଶିରୁ ଆଉ ଜଣଙ୍କ ରାଶି କି ଗଣିବା, ତାହେଲେ ସେ କଣ ହଉଥିବ? 6, 8 ହଉଥିବ। ଦେଖନ୍ତୁ ବନ୍ଧୁଗଣ, ଗୋଟେ ଉଦାହରଣ ଦେଇଦେବା। ଉଦାହରଣ ଦେଇଦେଲେ ଆପଣ ମାନେ କ୍ଲିୟର ଭାବରେ ବୁଝିପାରିବେ। ମନେକର ଜଣଙ୍କର ହେଲା ମେଷ ରାଶି, ଆଉ ଜଣଙ୍କର ହଉଛି କନ୍ୟା ରାଶି। ଦେଖନ୍ତୁ ବନ୍ଧୁଗଣ, କନ୍ୟା ରାଶି ହେଲା, ଗଣିବା 1, 2, 3, 4, 5, 6 ଆସିଗଲା। ଆଚ୍ଛା, ଇଆଡୁ ଗଣନ୍ତୁ 1, 2, 3, 4, 5, 6, 7, 8। ଜଣକ ରାଶିରୁ ଆଉ ଜଣକ ପର୍ଯ୍ୟନ୍ତ ଗଣିଲେ 6 ହଉଛି, ଆଉ ଏ ରାଶିରୁ ସେ ରାଶି ପର୍ଯ୍ୟନ୍ତ ଗଣିଦେଲେ 8 ହଉଛି। ତେଣୁ ତାକୁ କୁହାଯାଏ ଷଡ଼ାଷ୍ଟକ। ଷଡ଼ାଷ୍ଟକ ଦୋଷ ହେଇଗଲା ସେଇଟା। ଆଚ୍ଛା ବନ୍ଧୁଗଣ, ଏ ଷଡ଼ାଷ୍ଟକ ଦୋଷ ହେଲେ କଣ ହୁଏ ନା, ଦାମ୍ପତ୍ୟ ଜୀବନରେ ବହୁତ ସମସ୍ୟା ଆଣିଦିଏ। ଉଦାହରଣ, ପରସ୍ପର ଭିତରେ ମନମାଳିନ୍ୟ, ପରସ୍ପର ମାନେ 2 ଜଣ ପରସ୍ପରକୁ ବୁଝି ପାରିବେ ନାହିଁ, ଯାହା ଫଳରେ କି ଝଗଡ଼ା ହେବାର ମୁଖ୍ୟ କାରଣ କଣ? ପରସ୍ପରକୁ ବୁଝି ନ ପାରିବାଟା। ତାହେଲେ ଯାଇକିରି କଳହ ସୃଷ୍ଟି ହେଲା। ସେ କଳହଟା ଫେରେ ଏତେ ଦୂର ହେଇଯିବ ଯେ ଲାଷ୍ଟକୁ ଥାନା, କୋର୍ଟ, କଚେରୀ, ଲାଷ୍ଟକୁ ଡିଭୋର୍ସ। ତେଣୁ ଏଇ ପ୍ରକାର ସମସ୍ୟାଟି ଏଇଥିରେ ଦେଖାଯାଏ। ଆଉ ମୁଖ୍ୟତଃ ମନେ ରଖନ୍ତୁ, ୟାକୁ କୁହାଯାଏ, ଆମେ ଯୋଉ ଅଷ୍ଟକୂଟ ମିଳନ କରୁଛେ, ଆମେ ତ ନାଡି ପଢି ସାରିଛେ, ଏବେ ପଢିବା ଏଇଟା ହଉଛି ଭକୁଟ ଦୋଷ ବୋଲି ୟାକୁ କୁହାଯାଏ। ଭକୁଟ ଦୋଷଟା ହଉଛି 3 ପ୍ରକାର। 1ରେ ହଉଛି ଷଡ଼ାଷ୍ଟକ, 2ରେ ହଉଛି ନବମ ପଞ୍ଚମ, 3ରେ ହଉଛି ଦ୍ୱିଦ୍ୱାଦଶ। ଏ 3ଟି ୟାକୁ, ଏ 3ଟି ଯାକ ଦୋଷାବହ। ତାହେଲେ ବନ୍ଧୁଗଣ, ଯୋଉମାନଙ୍କର ଷଡ଼ାଷ୍ଟକ ଏମିତି ହଉଛି, ତାହେଲେ ତାଙ୍କର କଣ ଆଉ ବାହାଘର ହେଇପାରିବ ନାହିଁ? ହବ, ତାର ବ୍ୟବସ୍ଥା ମଧ୍ୟ ଅଛି। ଦେଖନ୍ତୁ ବନ୍ଧୁଗଣ, ଆପଣ ମାନେ ମନେ ରଖନ୍ତୁ, ହେଇ
ମୁଁ ମେଷ ଠାରୁ ମୀନ ପର୍ଯ୍ୟନ୍ତ ମୁଁ ସିରିଏଲ ସହ ଲେଖିଛି, କାରଣ ଏଇ ସିରିଏଲଟା ହଉଛି ମୁଖ୍ୟ। କାରଣ ଆମେ ଯୋଉଠି 5, 6, 7, 8 ସବୁ ଲେଖୁଛେ ଏଇ ସିରିଏଲଟା। ତାହେଲେ ସିରିଏଲଟାକୁ ମନେ ରଖିବେ। ତା ସାଙ୍ଗରେ କୋଉ ରାଶି କଣ, ଯେମିତି 10 ମକର, 11 କୁମ୍ଭ, ଏମିତି ମନେ ରଖିଲେ ଯାଇକି ଆପଣ ମାନେ ଠିକ ହେଇପାରିବେ। ଆଚ୍ଛା, ତାହେଲେ ଏଇ ଯୋଉ ଷଡ଼ାଷ୍ଟକ ଦୋଷଟିଏ ଯଦି ରହିଯାଏ ବରକନ୍ୟାଙ୍କର କୁଣ୍ଡଳୀରେ, ମୁଖ୍ୟତଃ ଏଥିରେ ବିବାହ ବର୍ଜନୀୟ ହେଇଯାଏ, ବାହାଘର କରନ୍ତି ନାହିଁ। କାହିଁକି? କେହି କୋର୍ଟ କଚେରୀ ଥାନା ହାଜତ ଯିବା ପାଇଁ ଚାହାନ୍ତି ନାହିଁ। ସେଥିପାଇଁ ଏଇ ବ୍ୟବସ୍ଥାଟି କରାହେଇଛି। ଦେଖନ୍ତୁ ବନ୍ଧୁଗଣ, ଏଇ ଯୋଉ ଷଡ଼ାଷ୍ଟକ କଥାଟି ଆମେ ଆଲୋଚନା କରୁଛେ, ଜଣକ ରାଶିରୁ ଆଉ ଜଣକ ରାଶି ପର୍ଯ୍ୟନ୍ତ ଗଣିଲେ 6, ଆଉ ଏ ରାଶିରୁ ସେ ରାଶି ପର୍ଯ୍ୟନ୍ତ ଗଣିଦେଲେ 8 ହଉଛି। ତାକୁ ଆମେ କହିବା ଷଡ଼ାଷ୍ଟକ। ତାହେଲେ ଷଡ଼ାଷ୍ଟକଟି ବନ୍ଧୁଗଣ ମନେ ରଖନ୍ତୁ, କେବଳ ବୈଶ୍ୟ ବର୍ଣ୍ଣର ଲୋକମାନଙ୍କ ପାଇଁ ଏଇଟା ବେଶୀ ସମସ୍ୟା ସୃଷ୍ଟି କରେ। ବୈଶ୍ୟ ବର୍ଣ୍ଣ ଅର୍ଥ କଣ ମୁଁ ଆପଣଙ୍କୁ କହିଛି। ଆମର ଯୋଉ ସମାଜରେ ଯୋଉ ପ୍ରଚଳିତ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ମୁଁ ସେ କଥା କହୁନାହିଁ। ରାଶି ହିସାବରେ ଆମେ ଯେମିତି ବ୍ରାହ୍ମଣ ବା ବିପ୍ର ବର୍ଣ୍ଣ ଆମେ ପଢିଥିଲେ, କୋଉ କୋଉ ରାଶି? କର୍କଟ, ବିଛା ଆଉ ମୀନ ପଢିଥିଲେ। ତାଙ୍କୁ ନାଡି ଦୋଷଟି ଧରେ ବୋଲି ମୁଁ କହିଥିଲି। ଏବେ ଏଇ ବୈଶ୍ୟ ବର୍ଣ୍ଣ କିଏ କିଏ? ନା ମେଷ, ମିଥୁନ ଆଉ କୁମ୍ଭ। এই ତିନୋଟି ରାଶିକୁ এই ଷଡ଼ାଷ୍ଟକ ଦୋଷଟି ବେଶୀ ଲାଗେ, ଅନ୍ୟ ରାଶି ପାଇଁ ସେତେ ଲାଗେ ନାହିଁ। ଲାଗେ, କିନ୍ତୁ ଏମାନଙ୍କୁ ଯେତିକି ପରିମାଣରେ ଲାଗେ ତାଙ୍କୁ ସେତିକି ପରିମାଣରେ ଲାଗେ ନାହିଁ। ଦେଖନ୍ତୁ ବନ୍ଧୁଗଣ, ଟିକେ ଧ୍ୟାନ ସେ ବୁଝନ୍ତୁ। ତାହେଲେ এই ଷଡ଼ାଷ୍ଟକଟି ଦି ପ୍ରକାର। କେତେ ପ୍ରକାର ହେଲା? 2 ପ୍ରକାର। କଣ କଣ? ଗୋଟେ ହେଲା ମିତ୍ର ଷଡ଼ାଷ୍ଟକ, ଆଉ ଗୋଟେ ହେଲା ଅରି ଷଡ଼ାଷ୍ଟକ। ମିତ୍ର ମାନେ ତ ଆପଣ ବୁଝିପାରୁଛନ୍ତି, ଅରି ଅର୍ଥ ହଉଛି ଶତ୍ରୁ। ଗୋଟେ ମିତ୍ର ଷଡ଼ାଷ୍ଟକ ଆଉ ଗୋଟେ ଶତ୍ରୁ ଷଡ଼ାଷ୍ଟକ ତା ମାନେ। ଆଚ୍ଛା, ମିତ୍ର ଷଡ଼ାଷ୍ଟକ କାହାକୁ କହନ୍ତି? ଅରି ଷଡ଼ାଷ୍ଟକ କାହାକୁ କହନ୍ତି? ଦେଖନ୍ତୁ ବନ୍ଧୁଗଣ, ପ୍ରତ୍ୟେକ ରାଶିର ଗୋଟିଏ ଗୋଟିଏ ମାଲିକ ଅଛନ୍ତି। କିଏ କିଏ ସେ ରାଶିର ମାଲିକ? ଦେଖନ୍ତୁ, ମେଷ, ବିଛା, ଇଏ ହେଲେ ମଙ୍ଗଳ ଆର ମାଲିକ। ବୃଷ, ତୁଳା, ୟାର ମାଲିକ ହେଲେ ଶୁକ୍ର। ମିଥୁନ, କନ୍ୟା, ଆର ମାଲିକ ହେଲେ ବୁଧ। କର୍କଟର ମାଲିକ ହେଲେ ଚନ୍ଦ୍ର। ସିଂହର ମାଲିକ ହେଲେ ରବି। ଧନୁ ଆଉ ମୀନର ମାଲିକ ହେଲେ ବୃହସ୍ପତି। ମକର ଆଉ କୁମ୍ଭର ମାଲିକ ହେଲେ ଶନି। ଏ କଥା ମୁଁ ଆଗରୁ, ବହୁତ ଆଗରୁ ଆପଣ ମାନଙ୍କୁ କହିଛି, ତାକୁ ଆଉ ବେଶୀ ରିଭିଜନ କରିବାର ଆବଶ୍ୟକତା ନାହିଁ। ଦେଖନ୍ତୁ, ତାହେଲେ ଆମେ ଜାଣିଛେ କିଏ କାହାର ମିତ୍ର। କିଏ କାହାର ମିତ୍ର ଆପଣ ମାନଙ୍କୁ ମୁଁ ଆଗରୁ କହିଦେଇଛି। ମିତ୍ର କିଏ କିଏ ଦେଖନ୍ତୁ, ମନେକର ରବି ଆଉ ଚନ୍ଦ୍ର, ମଙ୍ଗଳ, ବୃହସ୍ପତି। ଲେଖନ୍ତୁ, ଏଠି ସେମିତି ଲେଖିଦିଅନ୍ତୁ ଶୁକ୍ର, ଶନି, ରାହୁ, କେତୁ। ଏଠି ମଝିରେ ଲେଖିଦିଅନ୍ତୁ ବୁଧ। ହେଇ ରବିଙ୍କର ମିତ୍ର, ଏଇ 4 ଜଣ ପରସ୍ପର ଭିତରେ ମିତ୍ର। ମନେ ରଖନ୍ତୁ, ଏଇ 4 ଜଣ ପରସ୍ପର ଭିତରେ ମିତ୍ର। ଆଉ ଏଇ 4 ଜଣଙ୍କର ଶତ୍ରୁ ହେଲେ ଏ 4 ଜଣ। ଭଲ କରି ବୁଝନ୍ତୁ, ଏମାନେ ପରସ୍ପର ମିତ୍ର, ଏମାନେ ବି ପରସ୍ପର ମିତ୍ର, କିନ୍ତୁ ଏମାନେ ଏମାନଙ୍କର ଶତ୍ରୁ, ଆଉ ଏମାନେ ମଧ୍ୟ ଏମାନଙ୍କର ଶତ୍ରୁ। ଆଉ ବୁଧ ଯୋଉ ରହିଲେ, ବୁଧ ଯୋଉ ଗ୍ରହ ରହିଲେ, ସେ ଏଇ 4ଟିଙ୍କର ମିତ୍ର ବୁଧ। ଆଉ କାହା ମିତ୍ର? ରବିଙ୍କର ମିତ୍ର, ଦେଖନ୍ତୁ, ଆଉ ବୃହସ୍ପତିଙ୍କର ମିତ୍ର। ଆଉ ଚନ୍ଦ୍ରଙ୍କର ଶତ୍ରୁ ଆଉ ମଙ୍ଗଳଙ୍କର ଶତ୍ରୁ ହଉଛନ୍ତି ବୁଧ। କିନ୍ତୁ ଚନ୍ଦ୍ରଙ୍କର କେହି ଶତ୍ରୁ ନଥାନ୍ତି। ଚନ୍ଦ୍ର ବୁଧଙ୍କୁ ବି ଶତ୍ରୁ ବୋଲି ଭାବନ୍ତି ନାହିଁ, କିନ୍ତୁ ବୁଧ ଚନ୍ଦ୍ରଙ୍କୁ ଶତ୍ରୁ ବୋଲି ଭାବନ୍ତି। ଏ କଥାଟା ଆମେ ବହୁତ ପୂର୍ବରୁ ଆଲୋଚନା କରିଛେ, ତେଣୁ ଆପଣମାନଙ୍କ ଜାଣିବା ପାଇଁ ଖାଲି ଟିକେ କହିଦେଲି। ଯଦି ବରକନ୍ୟାଙ୍କର 2 ଜଣଙ୍କର ରାଶିର ମାଲିକ ବା ସ୍ୱାମୀ ମିତ୍ର ହେଇଥାନ୍ତି, ତାହେଲେ ଆମେ ତାକୁ କହିବା ମିତ୍ର ଷଡ଼ାଷ୍ଟକ। ଆଉ ଯଦି 2 ଜଣ ଯାକ ଶତ୍ରୁ ହେଇଥାନ୍ତି, ତାକୁ ଆମେ କହିବା ଅରି ଷଡ଼ାଷ୍ଟକ।
ध्यान से बुझंतु देखंतु एठी मित्र षडाष्टकर मु लिस्ट कर देछि। मेष राशि बिछा राशि देखंतु मेष राशि बिछा राशि मेषरु बिछा पंद गणिले 8 आ बिछारु मेष पंद गणिले 6 से षडाष्टक आसीगला किंतु एईटा दोषावह नुहे काहेकि ना एई जो जिनिसर आंकर राशि मालिक होउछंती गोटिए से राशि मालिक किए राशि मालिक हले मंगल सेमती वृष तुला तांकर राशि मालिक हले शुक्र मिथुन मकर मिथुन जणे हेले बुध मिथुन रहले बुध आ मकर रहले शनि काना बुध शनि मित्र होई कहिछि। कर्कट धनु कर्कटर मालिक हेले चंद्र धनु हेले बृहस्पति देखंतु चंद्र बृहस्पति। अच्छा तापर सिंह मीन सिंह हेले रवि मीन हेले बृहस्पति दी जन जाक मित्र। कन्या कुंभ कन्या हेले बुध कुंभ हेले शनि ताले दी जन जाक मित्र तेणु आकु आमे कहबा मित्र षडाष्टक एतरे विवाह करणीय विवाहटी करी हबो। तार उल्टाटा अरी षडाष्टक देखंतु मेष आउ कन्या है मेष कन्या एठु गणिले एपंद 6 एठु एपंद गणिले 8 षडाष्टक आसिला। मेषर मालिक हेले मंगल कन्यार मालिक हेले बुध मंगल आउ बुध से पारस्परिक शत्रु ये तांकु शत्रु बोली भावंती से आंकु शत्रु बोली भावंती ताल देखंतु बर जदि कन्या को शत्रु बोली भाबिबो कन्या जदि बर को शत्रु बोली भाबिबो ताल तो झगड़ा निश्चय हबो सिंपल लॉजिक। अच्छा वृष धनु वृषर मालिक हेले शुक्र धनुर मालिक हेले बृहस्पति शुक्र आ बृहस्पति दी जन जाक गुरु किंतु परस्पर भितर से शत्रु। अच्छा मिथुन बिछा मिथुन रहले किए बुध बिछा रहले मंगल तेणु मंगल बुध शत्रु ए जोटी कहिछि आगुरु। कर्कट आ कुंभ कर्कट रहले चंद्र कुंभ हेले शनि तेणु शनि आउ चंद्र ये परस्पर प्रबल शत्रु शनि किंतु चंद्र को शत्रु बोली भावंती आ चंद्र शनि की भय करंती एतिकी खाली बुझंतु जा फल कि तांकर दाम्पत्य जीवन जने जदि जन को भय करिवो त दाम्पत्य जीवन सुखमय केमती हबो। अच्छा सिंह मकर सिंह राशि मालिक हेले रवि मकर राशि मालिक हेले शनि रवि शनि आपस रे बाप पुओ किंतु सी प्रबल शत्रु रविंकर शत्रु शनि शनिकर शत्रु भी रवि। तुला मीन तुला हेले शुक्र मीन हेले बृहस्पति ताले बृहस्पति तुला बृहस्पति आ शुक्र ये आपस रे शत्रु तेणु आकु आमे कहिबा अरी षडाष्टक आ एटा हला मित्र षडाष्टक। बंधुगण जे जदि मनकर अरी षडाष्टक पड़िछि कि मित्र षडाष्टक पड़ले तो बाहाघरटी करिवे जदि अरी षडाष्टक पड़िछि आपनकर निहाती बाहाघरटी करिवार अछि ताहले आपण आ कोन से जिनसटा होउछि बोले आपण बाहाघरटी करिवेनी आउ बाहाघरटी निश्चय करिवे। तेणु ता पई मन रखंतु बंधुगण गोटे प्रतिकार करिकरी बाहाघरटी करिवे पुस्तक रे उल्लेख अछि गाई बाछुरीटी दान करिवे आउ महामृत्युंजय मंत्रटी पाठ करुथिबे महामृत्युंजय मंत्रटी को पाठ करिवे ओम त्रयंबकम यजामहे सुगंधि पुष्टिवर्धनम उर्वारुकमिव बंधनात् मृत्युर्मुखीय मामृतात् ये गोटे कॉमन मंत्र जोटा कि हमर समस्त प्राय जानती ए मंत्रटी को तेणु से मंत्रटी पाठ करिवे जदि आपणकर अरी षडाष्टक पड़ुछि आ गाई बाछुरीटी दान किंतु करिवे विवाह पूर्व गाई बाछुरी दान करिकरे आपण बाहाघरटी करि पारिबे। आ जदि अरी षडाष्टक पड़ुछि आपण चेष्टा करिवे वर्जन करिबा पई से जिनसटा बाहाघर न करिबा पई चेष्टा करिवे। आ जदि निहाती जरूरी अछि आपणकर बाग आपण झियो देखि सारलेनी सब कथावार्ता सइलानी केते लोक एमती भी अछंती तांकर सब कथावार्ता ठीक कर दैचंती यार जातक गुडा देखौचंती जातक देखेले एई दोषटा मनकर बाहरला तेणु सेमान तो करिया पई पूरा स्थिर कर दैचंती तेणु कोन करिवे तेणु सेई क्षेत्र रे ई गाई बाछुरी दान करिकरी आपण एटा कामटी करि पारिबे। आ बंधुगण मन रखंतु ए दोष गुड़िक केवल तीनोटी राशि पाई बेसी प्रयोज्य मेष मिथुन कुंभ ए तीनोटी राशि पाई बेसी प्रयोज्य सबु राशि पाई प्रयोज्य किंतु एमानकु टिके बेसी। तेणु बंधुगण मु भाबुछि आपण माने बुझी सारिबेनी आउ जदि आपण को भलो लागि थाए
ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ହଉ, ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।